आज बुबई एते खाइब आ आकाश रे एमती देखाଯିବ ବୋଲି ଜମା ଭାବି ନଥିଲି। ଆଜି ଆମେ 4ଟା ବେଳେ ବୁବଇରେ ମୋର ବାହାର ଯାଇଥିଲୁ ଟିକେ ପାରାଦୀପ ଯିବା ପାଇଁ, କାହିଁକି ନା ସେଠି ଗୋଟେ ବାହାଘର ଥିଲା, ବୁବଇକି ଡକାଇଥିଲା ଡ୍ରୋନ୍ ସୁଟ୍ କରିବା ପାଇଁ। ଆଉ ଆମେ ବାଟରେ ଗଲା ବେଳେ ଆକାଶ କଣ୍ଟା ଚାହିଁଲା ବେଳୁ କଣ ଗୋଟେ ରକେଟ ଭଳି ଯାଉଥିଲା, କିନ୍ତୁ ସେଟା ରକେଟ ନଥିଲା, ଗୋଟେ କଣ ତାରା ମିସାଇଲ ନା କଣ ଗୋଟେ ଏମିତି ଥିଲା। ଆଉ ତ ପୁରା ଆକାଶରେ ବି ଆଉ ଏକ୍ସିଲେଟର ହେଇଯାଇଥିଲା। ଆଉ ଗୋଟେ ମୁଁ ନୂଆ ଚପଲ ବି କିଣିଲି, କିନ୍ତୁ ଭିଡିଓ କରିବାକୁ ମନ ନଥିଲା। ଆଉ ସେ ଚପଲ ଦୋକାନରେ ବହୁତ ଭିଡ ଥିଲା। ଆଉ ଆମେ ବୁବଇରେ ମୋଟି ରହିଯାଇଥିଲେ ବାଟରେ ପିଆଜି ଖାଇବା ପାଇଁ। ଆଉ ମୁଁ ତ ପିଆଜି ସହିତ କଷା ବି ନେଇ ଆସିଥିଲି। ଆଉ ଖାଇସାରି ପଡିଥିଲି ଟିକେ ଥମ୍ସ ଅପ୍ ପିଇବା ପାଇଁ। ଆଉ ଗାଡିରେ ବାଜି ନଖଟା ଫାଟି ଯାଇଥିଲା, ପୁରା ନୂଆ ଚପଲଟା ପୁରା ବ୍ଲଡ ହେଇଯାଇଥିଲା। ଆଉ ସେଥିଲାଗି ମୁଁ ଗାଡି ଚଲେଇଲିନି। ବୁବୁଇ ଗାଡି ଚଲେଇଲା, ମୁଁ ବସି ତାଙ୍କ ଫଟୋ ଏଡିଟିଂ କରୁଥିଲି ପଛରେ। ଆଉ ଆମେ ଲୋକେସନରେ ଆସି ପହଞ୍ଚି ମୁଁ କାନ୍ଧରେ ଗିମ୍ବଲ ଟା ପକେଇ ଚାଲିଲି। ଆଉ ଆଗରେ ଜଗନ ଭାଇ ବି ଚାଲିଥିଲେ। ଆଉ ତାର ଜଗନ ଭାଇ ଲାଗି ପଡିଲା ଗିମ୍ବଲ ରେ କ୍ୟାମେରା ସେଟ୍ କରିବା ପାଇଁ। ଆଉ ବୁବୁଇ ଏପଟେ ଡ୍ରୋନ୍ ବି ବାହାର କରିଦେଇଥିଲେ। ଆଉ ଏଇଟା ଥିଲା ଆମ ଫାଷ୍ଟ ସଟ୍ ଡ୍ରୋନ୍ ର। ଆଉ ଏପଟେ ବର ବି ବାହାରି ଯାଇଥିଲା, କିନ୍ତୁ କେହି ଏତେ ବଡଯାତ୍ରୀ ନଥିଲେ। ଆଉ ବୁବୁଇ ତାଙ୍କର ଡ୍ରୋନ୍ ର ଥାଏ, ମୁଁ ବସି ତାଙ୍କ ଭିଡିଓ କରୁଥାଏ। ଆଉ ଏଇଟା ଥିଲା ଆମ ଡ୍ରୋନ୍ ର ଲାଷ୍ଟ ସଟ୍, କାହିଁକି ନା ବହୁତ ଜୋରେ ବର୍ଷା ଉଠେଇଥିଲା, ପବନ ବି ବହୁତ ଜୋରେ ହଉଥିଲା। ଡ୍ରୋନ୍ କାମ ସରିଲା ପରେ ଆମେ ପଳେଇ ଆସିଥିଲୁ ଖାଇବା ପାଇଁ। ଆଉ ଫାଷ୍ଟ ତ ମୁଁ ଆଇସ୍କ୍ରିମ ଷ୍ଟାର୍ଟ କରିଥିଲି, ଆଉ ତାପରେ ଆମେ ବସି ପଡିଥିଲୁ ଖାଇବା ପାଇଁ। ଆଉ ଖାଇବାକୁ ବି ବହୁତ ବଢିଆ ହେଇଥିଲା। ଆଉ ବୁବୁଇ ତ ପୁରା 3-4 ଥର ଚିଲି କୋବି ମଗେଇ ଖାଇଲା। ଯାହା ବି କୁହ ବୁବୁଇ କିନ୍ତୁ ବହେ ଖାଇଲା। ଆଉ ଆମେ ବାହାର ପଡିଲୁ ଘରକୁ ଆସିବା ପାଇଁ। ଆଉ ତ ଘରକୁ ଆସୁ ଆସୁ ପୁରା ରାତି 12ଟା ପରେ ହେଇଯାଇଥିଲା। ଏମିତି ଡେଲି ମୋ ଭିଡିଓ ଦେଖିବା ପାଇଁ ଗୋଟେ ଫଲୋ ଗୋଟେ ସବସ୍କ୍ରାଇବ କରି ନିଶ୍ଚୟ ଯିବେ। ଆଉ ଆଜି ଭିଡିଓ ଭଲ ଲାଗିଥିଲା, ଗୋଟେ ଲାଇକ୍ ଆଉ ଗୋଟେ କମେଣ୍ଟ କରିଦେବେ। ଦେଖା ହବା ଆଉ ଗୋଟେ ଭିଡିଓରେ। ରହୁଛି, ଜୟ ଜଗନ୍ନାଥ।